ବାଲିରେ ଥିବ ପତନ ଭୟଙ୍କର ହବ ଲେଖାଯାଉଛି। ଭାବି ଦେଖନ୍ତୁ, ଅନେକଙ୍କର ଏଇ ଦୁର୍ଗତି ଆସିଗଲା। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଘରର ଭଲ ମୂଳଦୁଆ କ'ଣ ନା ପ୍ରଭୁଙ୍କର ବାକ୍ୟକୁ ଶୁଣିବେ, ପ୍ରଭୁଙ୍କର ବାକ୍ୟକୁ ଶିରଧାର୍ଯ୍ୟ କରିବେ। ଆଜିକାଲି ବିଭିନ୍ନ ଜାଗାରେ ଦେଖିବେ କେବଳ ନଏସ୍ ନୁହଁ, ପରମେଶ୍ୱରଙ୍କ ଭଏସଟା ଶୁଣନ୍ତୁ। ପରମେଶ୍ୱର କ'ଣ କହୁଛନ୍ତି? ପ୍ରତି ପ୍ରଭାତରେ ଆପଣ ବାଇବେଲ ଖୋଲିକି ଯାଇ ବସନ୍ତୁ ପ୍ରଭୁଙ୍କ ପାଖରେ, ଗୋଟେ କୋଳାହଳ ନଥିବା ସ୍ଥାନରେ ବସନ୍ତୁ, ଆଉ କୁହନ୍ତୁ, ପ୍ରଭୁ ଆଜି ମୋ ସହିତ ଟିକେ କଥା ହୁଅନ୍ତୁ। ଆପଣ ବାଇବେଲ ଖୋଲି ପଢ଼ନ୍ତୁ, ଟିକେ ନୀରବରେ ଧ୍ୟାନ କରନ୍ତୁ। ପ୍ରଭୁ ଆପଣଙ୍କୁ ଗୋଟେ ଭିତରେ ଗୋଟେ ସ୍ୱର ବାହାରିବ, ଯାହାକୁ ଅନ୍ତଃସ୍ୱର ବୋଲି କୁହାଯାଏ। ଆଉ ପବିତ୍ର ଆତ୍ମା ଆପଣଙ୍କୁ ସେଇ ବିଷୟଟା ଜଣେଇବେ। ଆଉ ତାପରେ ଆପଣ ଦେଖିବେ ଆପଣଙ୍କ ଜୀବନରେ ଆପଣ କି ପ୍ରକାର ଆତ୍ମିକ ଜୀବନରେ ଅଭିବୃଦ୍ଧି କରୁଛନ୍ତି।